ପିଲାମାନେ ଆଜି ଭିଡ଼ିଓରେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ସୁନ୍ଦର ସରଳ ସହଜ ଏବଂ ସଂକ୍ଷିପ୍ତ ଓଡ଼ିଆ ଭାଷଣଟି ପ୍ରସ୍ତୁତ କରାଛି। ତେବେ ଆସନ୍ତୁ ଡେରି ନ କରି ଆଜିର ଭାଷଣଟିକୁ ଶୁଣିବା। ବୀର ସୁରେନ୍ଦ୍ର ସାଏ 1809 ମସିହା ଜାନୁଆରୀ 23 ତାରିଖରେ ସମ୍ବଲପୁର ଜିଲ୍ଲାର ଖଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା ଧରମ ସିଂ ଓ ମାତାଙ୍କ ନାମ ରେବତୀ ଦେବୀ। ସେ ହେଉଛନ୍ତି ଉତ୍କଳ ମାତାର ବୀର ସନ୍ତାନ। ପିତାଙ୍କ ମୃତ୍ୟୁ ପରେ ସେ ତାଙ୍କ ପିତୃତୁଲ୍ୟ କକା ବଳରାମ ସିଂଙ୍କ ତତ୍ତ୍ୱାବଧାନରେ ସମସ୍ତ ଅସ୍ତ୍ର ଶିକ୍ଷା ଲାଭ କରିଥିଲେ। ସୁରେନ୍ଦ୍ର ସାଏ ଗାଙ୍ଗପୁର ରାଜ୍ୟର ହଦିବାରୀ ଜମିଦାରଙ୍କ ସୁକନ୍ୟା ସୁବର୍ଣ୍ଣ କୁମାରୀଙ୍କୁ ବିବାହ କରିଥିଲେ। ଘୋଡ଼ା ଚଢ଼ା ଠାରୁ ଆରମ୍ଭ କରି ଖଣ୍ଡା ଚାଳନା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ବୀର ସୁରେନ୍ଦ୍ର ସାଏ ସୁଦକ୍ଷ ଥିଲେ। 1827 ମସିହାରେ ସମ୍ବଲପୁରର ରାଜା ମହାରାଜା ସାଏ ଅକସ୍ମାତ୍ ଇହଧାମ ତ୍ୟାଗ କରିଥିଲେ। ତାଙ୍କର କୌଣସି ସନ୍ତାନ ନଥିଲା। ତେଣୁ ମହାରାଜାଙ୍କ ପରେ ଉତ୍ତରାଧିକାରୀ କିଏ ହେବ ତାହା ନିରୂପଣ କରିବା କ୍ଷମତା ଇଂରେଜ ସରକାର ହାତକୁ ନେଇଥିଲେ। ମହାରାଜା ସାଏଙ୍କ ମୃତ୍ୟୁ ପରେ ରାଜ୍ୟ ଶାସନ କରିବା ପାଇଁ ଅନେକ ରାଜବଂଶୀ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ଇଂରେଜମାନେ ତାହାକୁ ଉପେକ୍ଷା କରିଥିଲେ। ଇଂରେଜମାନେ ନିଶ୍ଚିତ ଥିଲେ ଯେ ରାଜାଙ୍କର ବିଧବା ରାଣୀ ମୋହନ କୁମାରୀ ସୁଚାରୁ ରୂପେ ଶାସନ କାର୍ଯ୍ୟ ପରିଚାଳନା କରିପାରିବେ ନାହିଁ। ରାଣୀ ସେମାନଙ୍କର ହାତର ଖେଳନା ହୋଇ ରହିବେ ଏବଂ ଏହାର ଫାଇଦା ନେଇ ଇଂରେଜମାନେ ନିଜର ରାଜନୈତିକ ସ୍ୱାର୍ଥ ହାସଲ କରିପାରିବେ। ବୀର ସୁରେନ୍ଦ୍ର ସାଏ ମଧ୍ୟ ସେହି ରାଜବଂଶୀଙ୍କ ମଧ୍ୟରୁ ଜଣେ ଥିଲେ। ପ୍ରକୃତ ପକ୍ଷେ ସେ ରାଜଗାଦି ଲାଭ କରିବାର ହକଦାର ଥିଲେ। ମାତ୍ର ଇଂରେଜମାନେ ତାଙ୍କୁ ଜାଣିଶୁଣି ରାଜା କରିନଥିଲେ, କାରଣ ଇଂରେଜମାନେ ଜାଣିଥିଲେ ଯେ ସୁରେନ୍ଦ୍ର ସାଏ କେବେ ବି ତାଙ୍କର ଅନୁଗାମୀ ହେବେ ନାହିଁ। ତେଣୁ ଇଂରେଜମାନେ ମୋହନ କୁମାରକୁ ରାଜ୍ୟର ଶାସନଭାର ଲଦିଦେଲେ। ମୋହନ କୁମାରୀ ବହୁତ ସିଧାସାଧା ଓ ସରଳ ବିଶ୍ୱାସୀ ମଣିଷ ଥିଲେ। ତାଙ୍କୁ ରାଜ୍ୟ କାର୍ଯ୍ୟର କୌଣସି କୌଶଳ ଜଣା ନଥିଲା। ତେଣୁ ସେ ଇଂରେଜମାନଙ୍କ ଇସାରାରେ ପ୍ରତ୍ୟେକ କାର୍ଯ୍ୟ କଲେ। 1837 ମସିହାରେ ସୁରେନ୍ଦ୍ର ସାଏ ବଳରାମ ସିଂ ତଥା ଲେଖନପୁରର ଜମିଦାର ବଳଭଦ୍ର ଦେବ ମିଶି ବିଚାର ବିମର୍ଶ କରୁଥିବା ସମୟରେ ହଠାତ୍ ଇଂରେଜମାନେ ଗଣ୍ଡଗୋଳ କଲେ। ଆଖି ପିଛୁଳାକେ ସେମାନଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ଆରମ୍ଭ ହୋଇଗଲା ଏବଂ ଇଂରେଜମାନେ ବଳଭଦ୍ର ଦେବଙ୍କୁ ନିର୍ମମ ଭାବେ ହତ୍ୟା କଲେ। ତଥାପି ଇଂରେଜମାନଙ୍କ ବିରୁଦ୍ଧରେ ସୁରେନ୍ଦ୍ର ସାଏଙ୍କର ବିଦ୍ରୋହ କମିଲା ନାହିଁ। ତାଙ୍କର ଇଂରେଜମାନଙ୍କ ବିରୋଧୀ କାର୍ଯ୍ୟକଳାପ ଦେଖି ଇଂରେଜମାନେ ତାଙ୍କୁ ବହୁତ ଭୟ କରୁଥିଲେ। ଶେଷରେ ଇଂରେଜ ସରକାର ତାଙ୍କୁ ଧରିବା ପାଇଁ 250 ଟଙ୍କା ପୁରସ୍କାର ଘୋଷଣା କରିବା ସହିତ ଗୁପ୍ତଚର ନିୟୋଜିତ କଲେ। 1864 ମସିହା ଜାନୁଆରୀ 23 ତାରିଖରେ ସୁରେନ୍ଦ୍ର ସାଏ ତାଙ୍କ ପରିବାର ସହିତ ଶୋଇଥିବା ସମୟରେ ଇଂରେଜ ପୋଲିସମାନେ ଆସି ତାଙ୍କୁ ଧରି ନେଇଥିଲେ ଏବଂ ନାଗପୁର ଆସିରଗଡ଼ ଜେଲରେ ବନ୍ଦୀ କରି ରଖିଥିଲେ। ଜେଲରେ ତାଙ୍କୁ ଅନେକ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦିଆଯାଇଥିଲା ସତ୍ତ୍ୱେ ସେ କେବେ ବିଦେଶୀ ଶାସକଙ୍କ ପାଖରେ ମୁଣ୍ଡ ନୁଆଁଇ ନଥିଲେ। ବୀର ସୁରେନ୍ଦ୍ର ସାଏ ଶେଷ ନିଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ତାଙ୍କୁ ଆସିରଗଡ଼ ଜେଲରେ ବନ୍ଦୀ କରି ରଖାଯାଇଥିଲା। ତାଙ୍କ ଜୀବନ କାଳର ମୂଲ୍ୟବାନ 37 ବର୍ଷ ସେ ନିଜର ମାତୃଭୂମି ପାଇଁ ସଂଗ୍ରାମ କରି ଜେଲର ଚାରିକାନ୍ଥ ମଧ୍ୟରେ କାଟିଥିଲେ। ଶେଷରେ ସେ 1884 ମସିହା ଫେବୃଆରୀ ମାସ 28 ତାରିଖରେ ଇହଧାମ ତ୍ୟାଗ କରିଥିଲେ। ସବୁଦିନ ପାଇଁ ଶାନ୍ତ ହୋଇଯାଇଥିଲେ ଉତ୍କଳ ମାତାର ସେହି ସୁଯୋଗ୍ୟ ସନ୍ତାନ ବୀର ସୁରେନ୍ଦ୍ର ସାଏ। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଧନ୍ୟବାଦ। ପିଲାମାନେ ଭିଡ଼ିଓଟି ଭଲ ଲାଗିଥିଲେ ଏବଂ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବ ଏବଂ ସାଙ୍ଗସାଥିମାନଙ୍କୁ ସେୟାର କରିବ। ଆଜି ପାଇଁ ରହୁଛି। ଧନ୍ୟବାଦ।